ଭାଇ ଆଜି ମୁଁ ଆଉ ସିଙ୍ଗଡ଼ା ବିକ୍ରି କରିବିନି। ମୋ ଦେହ ଟିକେ ଭଲ ଲାଗୁନି। ମୁଁ ଏବେ ଘରକୁ ଯିବି। ଏଇ ନିଅ ତୁମ ଟଙ୍କା। କାଲି ଟିକେ ଶୀଘ୍ର ଦୋକାନକୁ ଆସିବ। ଆଚ୍ଛା ଠିକ ଅଛି ଚଢ଼େଇ। ତାପରେ କାଉ ଟଙ୍କା ଧରି ଘରକୁ ଫେରିଲା ଆଉ ତାର ସ୍ତ୍ରୀକୁ ଦେଲା। ସେ ଚଢ଼େଇ ତମକୁ ସବୁଦିନ ଏତେ କମ ଟଙ୍କା କାହିଁକି ଦେଉଛି? ମୁଁ ଦେଖିଛି ପ୍ରତ୍ୟେକ ଦିନ ତାର ସବୁ ସିଙ୍ଗଡ଼ା ବିକ୍ରି ହେଇଯାଏ। ସେ ଅନେକ ଟଙ୍କା ରୋଜଗାର କରୁଥିବ। ତମେ ସେ ଚଢ଼େଇକୁ କୁହ ସେ ତମକୁ ଅଧିକ ଟଙ୍କା ଦେଉ। ତୁ ଏସବୁ କଣ କହୁଛୁ? ସବୁ ଦୋକାନୀ ତାଙ୍କ ଦୋକାନରେ କାମ କରୁଥିବା ଚଢ଼େଇ ମାନଙ୍କୁ ଏତିକି ହିଁ ଟଙ୍କା ଦିଅନ୍ତି। ମୁଁ କହିଲେ କଣ ଚଢ଼େଇ ମତେ ଅଧିକ ଟଙ୍କା ଦେଇଦେବ? ମତେ କେହି ବି କାମ ଦେଉନଥିଲେ। ଚଢ଼େଇ ପାଇଁ ମୁଁ ଏ କାମ ପାଇଛି। ନହେଲେ ତ ଆମକୁ ଉପାସରେ ରହିବାକୁ ପଡ଼ିଥାନ୍ତା, ବୁଝିଲୁ? ତମର ଏଇ କଥା ଶୁଣିବାକୁ ମତେ ଆଉ ଜମା ଭଲ ଲାଗୁନି। ଚଢ଼େଇ ଗୋଟେ ଝିଅ ହେଲେ ବି ସିଙ୍ଗଡ଼ା ଦୋକାନ ଦେଇ ଏତେ ଟଙ୍କା ରୋଜଗାର କରୁଛି, ଆଉ ତମେ ଗୋଟେ ପୁଅ ହେଇ ବି ଭଲ କାମ କରିପାରୁନ, ଯୋଉଥିପାଇଁ ତମକୁ କେହି କାମ ଦେଉନାହାନ୍ତି। ତମେ ଯଦି ଏତେ ଅଳ୍ପ ଟଙ୍କା ରୋଜଗାର କରିବ, ମୁଁ ଆଉ ତମ ସହ ରହିବିନି। ମୁଁ ଆଜି ହିଁ ମୋ ମା ପାଖକୁ ଚାଲିଯିବି। ଆରେ ନା ନା, ମତେ ଛାଡ଼ି ଯାନି। ମୁଁ ତୋ ବିନା ଏକୁଟିଆ ରହିପାରିବିନି। ତୁ ମତେ କିଛି ଉପାୟ କହିଦେ, ଯେମିତି ମୁଁ ଖୁବ୍ ଶୀଘ୍ର ଧନୀ ହେଇପାରିବି। ଅଛି, ଏକ ଉପାୟ ଅଛି। ଯଦି ତୁମେ ତା କରିପାରିବ ତେବେ ଖୁବ୍ ଶୀଘ୍ର ଧନୀ ହେଇପାରିବ। ସତରେ ନା କଣ? କହ କହ, କଣ ସେ ଉପାୟ? ଏମିତି କାଉର ସ୍ତ୍ରୀ ତା ଉପାୟ କଥା କହିଦେଲା। ପରଦିନ ସକାଳେ କାଉ ଶୀଘ୍ର ଉଠି ଔଷଧ ଦୋକାନକୁ ଗଲା। ମିଟୁ, ମତେ କିଛି ନିଦ ଔଷଧ ଦେଲୁ? ନିଦ ଔଷଧ ନେଇ ତୁ କଣ କରିବୁ କାଉ? ଦିନ ରାତି ଶୋଇବୁ କି ସେ ନିଦ ଔଷଧ ଖାଇ? ମୁଁ କାହିଁକି ନିଦ ଔଷଧ ଖାଇବି? ମୋ ଘରେ ଅନେକ ମୂଷା ଅଛନ୍ତି। ନିଦ ଔଷଧ ମୁଁ ସେମାନଙ୍କୁ ଖାଇବାକୁ ଦେଇ ଧରିବି। ତ କଥା ଶୁଣି ହସ ଲାଗୁଛି। ନିଦ ଔଷଧ ଦେଇ କିଏ କେବେ ମୂଷା ଧରିପାରେ? ଯଦି ତୁ ମୂଷା ଧରିବାକୁ ଚାହୁଁଛୁ, ମୋ ପାଖରୁ ମୂଷା ଧର ଔଷଧ ନେଇଯା। ତୁ ଆରାମରେ ମୂଷା ଧରି ପାରିବୁ। ଏତେ କଥା କହି ମୋ ସମୟ କାହିଁକି ନଷ୍ଟ କରୁଛୁ କହିଲୁ ମିଟୁ? ମତେ ଶୀଘ୍ର ଔଷଧ ଦେ, ମୁଁ ପୁଣି କାମକୁ ବି ଯିବି। ଆଚ୍ଛା ଆଚ୍ଛା, ଦଉଛି, ଏଇ ନେ। ତାପରେ କାଉ ସେ ଔଷଧ ଧରି ଚଢ଼େଇର ସିଙ୍ଗଡ଼ା ଦୋକାନକୁ ଗଲା। ଆସିଗଲ କାଉ ଭାଇ, ମୁଁ ତୁମକୁ ହିଁ ଅପେକ୍ଷା କରିଥିଲି। ଆଜି ମୁଁ ଗୋଟେ ବି ସିଙ୍ଗଡ଼ା ବନେଇନି। ଚାଲ ଦୁହେଁ ମିଶି ଶୀଘ୍ର ସିଙ୍ଗଡ଼ା ତିଆରି କରିବା। ଗ୍ରାହକ ଆସିବାର ସମୟ ହେଇଗଲାଣି। କାଉ ବି ଚଢ଼େଇ କଥାରେ ରାଜି ହେଇଗଲା। ସେ ତ ଏଇ ସୁଯୋଗକୁ ଅପେକ୍ଷା କରିଥିଲା। ଚଢ଼େଇ ଅନ୍ୟମାନଙ୍କ ସହ କଥା ହେବା ସମୟରେ କାଉ ଆଳୁରେ ନିଦ ଔଷଧ ମିଶେଇ ଦେଲା। ସେଇ ଆଳୁକୁ ସେ ସିଙ୍ଗଡ଼ାରେ ଦେଇ ତିଆରି କରିଦେଲା। ସେଇ ସମୟରେ ଚିଲ ସେଠାକୁ ଆସିଲା। ଆରେ ଚଢ଼େଇ, ମତେ 10ଟା ସିଙ୍ଗଡ଼ା ଦେଲୁ। ଆଜି ମୋ ଘରେ ସମସ୍ତେ ସିଙ୍ଗଡ଼ା ଖାଇବାକୁ ଚାହୁଁଛନ୍ତି। ଏଇ ନିଅନ୍ତୁ ଚିଲ ଆଜ୍ଞା, ଆପଣଙ୍କ ସିଙ୍ଗଡ଼ା। ଯା ଯା ଚିଲ, ଘରେ ସମସ୍ତେ ସିଙ୍ଗଡ଼ା ଖାଇ ଶୋଇଯାଅ। ରାତିରେ ଆମେ ତୁମ ଘରକୁ ଚୋରି କରିବା ପାଇଁ ଯିବୁ। ହା ହା ହା। ଏମିତି କାଉ ମନେ ମନେ ଚିନ୍ତା କରୁଥିବା ସମୟରେ ଆଉ ଏକ ଚଢ଼େଇ ସେଠାକୁ ଆସିଲା। ଚଢ଼େଇ, ତୋ ସିଙ୍ଗଡ଼ା ଭାରି ସ୍ୱାଦିଷ୍ଟ। ମତେ କିଛି ସିଙ୍ଗଡ଼ା ଦେ, ମୁଁ ଘରକୁ ନେଇ ଖାଇବି। ତାପରେ ସେ ଚଢ଼େଇ ସିଙ୍ଗଡ଼ା ନେଇ ସେଠାରୁ ଚାଲିଗଲା। ଏମିତି ସେଦିନ ବିତିଗଲା। ଯିଏ ବି ଚଢ଼େଇର ଦୋକାନକୁ ଆସୁଥିଲା, କାଉ ସେମାନଙ୍କୁ ନିଦ ଔଷଧ ମିଶିଥିବା ସିଙ୍ଗଡ଼ା ଦେଉଥିଲା। ସନ୍ଧ୍ୟାରେ କାଉ ତା ଘରକୁ ଫେରିଲା। ମୁଁ ତମକୁ ଯେମିତି କହିଥିଲି ସେମିତି କରିଛ ନା? ହଁ ହଁ, ମୁଁ ସମସ୍ତଙ୍କୁ ନିଦ ଔଷଧ ମିଶିଥିବା ସିଙ୍ଗଡ଼ା ଦେଇଛି। ଏବେ ଖାଲି ରାତି ହେଉ, ସମସ୍ତେ ଶୋଇଲା ପରେ ଆମେ ଆରାମରେ ଚୋରି କରିପାରିବା। କିଛି ସମୟ ପରେ ରାତି ହେଇଗଲା। ସବୁ ଚଢ଼େଇ ସିଙ୍ଗଡ଼ା ଖାଇ ଶୋଇ ପଡ଼ିଲେ। ଆରେ ଶୁଣ, ଚାଲ ଆଗ ଚିଲ ପାଖକୁ ଯିବା। ସେ ବହୁତ ଧନୀ, ତା ଘରେ ଅନେକ ସୁନା ଗହଣା ଥିବ। ଆଚ୍ଛା ଠିକ ଅଛି, ମୁଁ ଏକ ବସ୍ତା ବି ନେଇ ଆସୁଛି। ଚଢ଼େଇ ମାନଙ୍କ ଘରେ ଯାହା ବି ପାଇବା ସବୁ ନେଇ ଆସିବା। ତାପରେ ଦୁଇ କାଉ ଗଲେ ଚିଲ ଘରକୁ। ଦେଖ ଦେଖ, ଏ ଚିଲ ଆଉ ତାର ସ୍ତ୍ରୀ ସିଙ୍ଗଡ଼ା ଖାଇ ଏମିତି ଶୋଇଛନ୍ତି ଯେ ଦେଖିଲେ ଲାଗୁଛି ଏମାନେ ମରି ଯାଇଛନ୍ତି। ମଜା କରିବା ବନ୍ଦ କର। ଶୀଘ୍ର ତାଙ୍କ ଆଲମିରା ଖୋଲି ଟଙ୍କା ସୁନା ନେଇ ଆସ। ତାପରେ ଦୁଇ କାଉ ମିଶି ଚିଲର ସବୁ ସୁନା ଟଙ୍କା ଚୋରି କରି ନେଲେ। ଚାଲ ଚାଲ, ଅନ୍ୟମାନଙ୍କ ଘରକୁ ବି ଯିବା। ଯିଏ ଯିଏ ବି ସିଙ୍ଗଡ଼ା ଖାଇଛନ୍ତି ତାଙ୍କ ଘରୁ ଚୋରି କରିବା। କଥା କଣ, ଆଜି ସକାଳେ କେହି ବି ସିଙ୍ଗଡ଼ା କିଣିବାକୁ ଆସୁନାହାନ୍ତି। କାଉ ଭାଇ ବି ଏଯାଏଁ ଦୋକାନକୁ ଆସିଲେନି। କଣ ହେଇଛି ଆଜି? ମୁଁ ତ କିଛି ବୁଝିପାରୁନି। ଚଢ଼େଇ, ମୋ ସ୍ୱାମୀ ଆଉ ତ ଦୋକାନରେ କାମ କରିବେନି। ସେ ପାଖ ଜଙ୍ଗଲରେ କାମ ପାଇଗଲେ। ତୁ ଆଉ କାହାକୁ କାମରେ ରଖିନେ। ଆଚ୍ଛା ଠିକ ଅଛି କାଉ ଭଉଣୀ। ଏ କଣ ସର୍ବନାଶ ହେଇଯାଇଛି?
ଆମ ଘରର ଟଙ୍କା ସୁନା କିଏ ଚୋରି କରି ନେଇଗଲା? ଆମ ଆଲମିରାରେ ତ କିଛି ବି ନାହିଁ। ଇଏ ତୁମେ କଣ କହୁଛ? ଆରେ ଏଠି ତ ମୋ ପ୍ରିୟ ସୁନାହାର ବି ନାହିଁ। ମୋ ମା ମତେ ସେ ସୁନାହାର କିଣି ଦେଇଥିଲା, ବଦମାସ ଚୋର ସବୁ ନେଇଗଲା। ତୁ ମନ ଦୁଃଖ କରନି, ଚାଲ ଆମେ ସବୁ ଚଢ଼େଇଙ୍କ ଘରକୁ ଯାଇ ତାଙ୍କ ଘର ଖୋଜିବା। ଯାହା ଘରେ ବି ଆମ ସୁନା ଟଙ୍କା ଥିବ, ଜାଣିବା ସେ ହିଁ ଚୋର। ତାପରେ ଚିଲ ଆଉ ତାର ସ୍ତ୍ରୀ ଆଖପାଖରେ ଥିବା ସବୁ ଚଢ଼େଇଙ୍କ ଘରକୁ ଗଲେ। ସବୁ ଚଢ଼େଇଙ୍କ ଘରୁ ଚୋରି ହେଇଥିଲା। ସମସ୍ତେ ମନ ଦୁଃଖରେ କାନ୍ଦୁଥିଲେ। ସମସ୍ତଙ୍କର ଏକା ଅବସ୍ଥା ଦେଖି ଚିଲ କହିଲା, କଥା କଣ? ଯାହା ଘରକୁ ବି ଯାଉଛୁ ତା ପାଖରୁ ଶୁଣୁଛୁ ତା ଘରୁ ଚୋରି ହେଇଛି। କାଲି ରାତିରେ ସମସ୍ତେ ଏତେ ଗଭୀର ନିଦରେ ଶୋଇଥିଲ ଯେ ଚୋର ଆସି ସବୁ କିଛି ଚୋରି କରି ନେଇଗଲା, ଅଥଚ କେହି ଜାଣିପାରିଲନି। ଚିଲ ଆଜ୍ଞା, ଆଉ କେତେ ଜଣଙ୍କ ଘର ବାକି ଅଛି? ଚାଲ ସମସ୍ତଙ୍କ ଘରକୁ ଯିବା। ଯାହା ଘରେ ବି ମୁଁ ମୋ ସୁନା ଟଙ୍କା ପାଇବି ତାକୁ ଅନେକ ମାରିବି। କାହାକୁ ବି କୁଆଡେ ଯିବାକୁ ପଡିବନି। ମୁଁ ଜାଣେ ସେ ଚୋର କିଏ। ତୁ ଜାଣିଛୁ ସେ ଚୋର କିଏ? ଶୀଘ୍ର ଆମକୁ କହ, ଆଜି ଆମେ ତାକୁ ଜମା ବି ଛାଡ଼ିବୁନି। ତମ ସମସ୍ତଙ୍କ ଘରୁ ଚଢ଼େଇ ଚୋରି କରିଛି। ତା ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ କାଲି ସେ ସମସ୍ତଙ୍କୁ ଦେଇଥିଲା। ଯେତେବେଳେ ତମେ ମାନେ ଶୋଇଗଲ ସେ ସମସ୍ତଙ୍କ ଘରୁ ଚୋରି କଲା। ମୋ କଥା ଯଦି ବିଶ୍ୱାସ ହେଉନି ତେବେ ସମସ୍ତଙ୍କୁ ପଚାରି ଦେଖ। ଯିଏ ବି କାଲି ସିଙ୍ଗଡ଼ା ଖାଇଥିଲା କେବଳ ତା ଘରୁ ହିଁ ଚୋରି ହେଇଛି। ମୋ ସ୍ୱାମୀ ଚଢ଼େଇ ଦୋକାନରେ କାମ କରିବା ଯୋଗୁଁ ସେ ଏକଥା ଜାଣିପାରିଲେ। ମୁଁ ତାଙ୍କ ପାଖରୁ ସବୁ ଶୁଣି ସମସ୍ତଙ୍କୁ ଏକଥା କହିବାକୁ ଏଠାକୁ ଚାଲି ଆସିଲି। ତୋ କଥା ଯଦି ସତ ହେଇଥାଏ ଆମେ ସେ ଚଢ଼େଇକୁ ଜମା ବି ଛାଡ଼ିବୁନି। ଆଜି ହିଁ ଆମେ ତାକୁ ପିଟି ପିଟି ଏ ଜଙ୍ଗଲରୁ ବାହାର କରିଦେବୁ। ଚାଲ ସମସ୍ତେ ସେ ଚଢ଼େଇ ଘରକୁ ଯିବା। ଏଇ ଚଢ଼େଇ, ତୁ ତ ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ ଆମ ସମସ୍ତଙ୍କୁ ସେ ସିଙ୍ଗଡ଼ା ଖାଇବାକୁ ଦେଇ ଆମ ଘରୁ ଟଙ୍କା ସୁନା ଚୋରି କରିଛୁ। ତୋର ସାହସ ତ କମ୍ ନାହିଁ। ଭଲରେ ଆମକୁ ଆମ ସବୁ ଟଙ୍କା ଫେରେଇ ଦେ, ନହେଲେ ଆମେ ତତେ ଛାଡ଼ିବୁନି। ଏ ତମେ ମାନେ କଣ କହୁଛ? ମୁଁ କାହିଁକି ସମସ୍ତଙ୍କ ଘରୁ ଟଙ୍କା ସୁନା ଚୋରି କରିବି? ସିଙ୍ଗଡ଼ା ବିକ୍ରି କରି ମୁଁ ଭଲ ଟଙ୍କା ରୋଜଗାର କରୁଛି। ମୁଁ ଏ ଚୋରି କାମ କାହିଁକି କରିବି? କାଉ ତ ଦୋକାନରେ କାମ କରେ, ସେ ସବୁ ଜାଣିପାରେ ତା ସ୍ତ୍ରୀକୁ କହିଥିଲା, ଆଉ ତାର ସ୍ତ୍ରୀ ଆମକୁ ତାର ସବୁ କଥା କହିଦେଲା। ଓ ଏବେ ବୁଝିଲି କାଉ କଣ ପାଇଁ ଆଜି ମୋ ଦୋକାନକୁ କାମ କରିବାକୁ ଆସିଲାନି। କାଉ ନିଜେ ହିଁ ସମସ୍ତଙ୍କ ଘରୁ ଟଙ୍କା ଚୋରି କରିଛି, ଆଉ ମୋ ନାଁରେ ସେମାନେ ମିଛ କହୁଛନ୍ତି। ଚଢ଼େଇ ଯେତେ ବୁଝେଇଲେ ବି କେହି ବି ତା କଥାକୁ ବିଶ୍ୱାସ କଲେ ନାହିଁ। ଆଉ ସମସ୍ତେ ଚଢ଼େଇକୁ ପିଟି ପିଟି ସେ ଜଙ୍ଗଲରୁ ବାହାର କରିଦେଲେ। ଚଢ଼େଇ କାନ୍ଦି କାନ୍ଦି ଜଙ୍ଗଲ ଛାଡ଼ି ଚାଲିଗଲା। ଚଢ଼େଇ ସହ ଏପରି ହେଇଛି ଜାଣି ଦୁଇ କାଉ ଖୁବ୍ ଖୁସି ହେଇଗଲେ। ମୁଁ କେବେ କାହା ସହ ଅନ୍ୟାୟ କରିନି, ତଥାପି ସବୁ ଚଢ଼େଇ ମୋତେ ଚୋର କହି ଜଙ୍ଗଲରୁ ବାହାର କରିଦେଲେ। ଏତେ ଦିନରୁ ମୁଁ ସମସ୍ତଙ୍କ ସହ ରହିଥିଲି, ହେଲେ କେହି ବି ମୋ କଥାକୁ ବିଶ୍ୱାସ କଲେ ନାହିଁ। ମୁଁ ଚୋର ହେଇ ବଞ୍ଚିବାକୁ ଚାହୁଁନି, ମୁଁ ମରିଯିବି। ଚଢ଼େଇ ଏପରି କଥା କହି କହି କାନ୍ଦୁଥିବା ସମୟରେ ତା ପାଖରେ ଥିବା ବାଉଁଶ ବୁଦା ଭିତରୁ ଗୋଟିଏ ବାଉଁଶ କଥା କହିଲା, ରହିଯା ଚଢ଼େଇ, ଏମିତି ଭୁଲ କରନି। ମୁଁ ତତେ ଦେଖିକି ହିଁ ଜାଣିପାରିଲି ତୁ ଗୋଟେ ଭଲ ଚଢ଼େଇ। ମୁଁ ହେଉଛି ଏକ ଯାଦୁର ବାଉଁଶ ଗଛ। ଚଢ଼େଇ, ତୁ ଯୋଉ କାରଣ ପାଇଁ ମରିବାକୁ ଚାହୁଁଛୁ, ତୁ ମରିଗଲେ କଣ ସମସ୍ତେ ତତେ ଚୋରରୁ ଭଲ ଭାବିବେ? ତାହେଲେ ତୁମେ ହିଁ କୁହ, ମୁଁ ଏବେ କଣ କରିବି? ଚଢ଼େଇମାନେ ମୋତେ ମୋ ଘରୁ ବାହାର କରିଦେଲେ। ମୋ ପାଖରେ ରହିବାକୁ ଘର ନାହିଁ। ମୁଁ କୋଉଠି ରହିବି? କଣ ଖାଇବି? ଚଢ଼େଇ, ତୁ ଚିନ୍ତା କରନି। ଯୋଉମାନେ ବି ତୋ ନାଁରେ ମିଛ କହିଛନ୍ତି ସେମାନେ ଖୁବ୍ ଶୀଘ୍ର ଧରା ପଡ଼ିବେ, କାରଣ ସତ ବେଶୀ ଦିନ ଲୁଚି ରୁହେ ନା। ମୁଁ ତତେ ରହିବାକୁ ଏକ ଘର ଦେବି। ଏଇ ନେ, ଆଜିଠୁ ଏ ବାଉଁଶ ଘର ତୋର। ତୁ ଏ ଘରେ ରାଣୀ ହେଇ ରହିବୁ। ଏଇ ଯାଦୁର ଘର ତତେ ଖାଇବାକୁ ବି ଦେବ, ସବୁ ବିପଦରୁ ତତେ ରକ୍ଷା ବି କରିବ। ତୁମେ ସତ କହୁଛ ଯାଦୁର ଗଛ, ତୁମକୁ ବହୁତ ବହୁତ ଧନ୍ୟବାଦ। ତାପରେ ଚଢ଼େଇ ସେ ବାଉଁଶ ଘର ଭିତରକୁ ଚାଲିଗଲା। ସେପଟେ ଟଙ୍କା ପାଇଁ ଦୁଇ କାଉ ଝଗଡ଼ା ଲାଗୁଥିଲେ। ବୁଦ୍ଧିଟା ମୋର ଥିଲା, ସେଥିପାଇଁ ସବୁ ଟଙ୍କା ଉପରେ ମୋର ବେଶୀ ଅଧିକାର ଅଛି। ନା, ମୁଁ କଷ୍ଟ କରି ସିଙ୍ଗଡ଼ାରେ ନିଦ ଔଷଧ ମିଶେଇ ସମସ୍ତଙ୍କୁ ଖାଇବାକୁ ଦେବା ଯୋଗୁଁ ଆମେ ଚୋରି କରିପାରିଲେ, ସେଥିପାଇଁ ମୁଁ ଅଧିକ ଟଙ୍କା ଭାଗ ନେବି। ସେତେବେଳେ ତାଙ୍କ ଘର ରାସ୍ତା ଦେଇ ଏକ ମିଟୁ ଯାଉଥିଲା। ସେ କାଉ ଆଉ ତାର ସ୍ତ୍ରୀର ସବୁ କଥା ଶୁଣିପାରିଲା। ସେ ସଙ୍ଗେ ସଙ୍ଗେ ଯାଇ ଅନ୍ୟ ଚଢ଼େଇମାନଙ୍କୁ ଏକଥା କହିଦେଲା। ସମସ୍ତେ କାଉର ଘରକୁ ଆସିଲେ। ଏ କଣ, ଆମର ସବୁ ଟଙ୍କା ସୁନା ଏ କାଉମାନଙ୍କ ଘରେ ଅଛି? ତା ମାନେ ଏ ଦୁଇ କାଉ ଚୋର? ନା ନା, ଆମେ ଚୋରି କରିନୁ।
ଇଏ ମାନେ କଥା କ'ଣ କି? ଆମେ ସବୁ ସତ କଥା ଦେଖି ସାରିଲୁଣି। ଆରେ ଦେଖୁଛ କଣ, ଏ ଦୁଇ କାଉଙ୍କୁ ମାର। ଏମିତି ସବୁ ଚଢ଼େଇ ଦୁଇ କାଉଙ୍କୁ ପିଟି ପିଟି ସେ ଜଙ୍ଗଲରୁ ବାହାର କରିଦେଲେ। ଟଙ୍କା ସବୁ ପରେ ଭାଗ କରିବା। ଚାଲ ଆଗ ଚଢ଼େଇକୁ ଖୋଜି ତାକୁ କ୍ଷମା ମାଗିବା। ଭୁଲ ବୁଝି ଆମେ ଏକ ନିର୍ଦ୍ଦୋଷ ଚଢ଼େଇକୁ ଅନେକ କଷ୍ଟ ଦେଇଛେ। ତାପରେ ସମସ୍ତେ ମିଶି ଚଢ଼େଇକୁ ଖୋଜିଲେ। ଏମିତି ଖୋଜୁ ଖୋଜୁ ସେମାନେ ବାଉଁଶ ଘରେ ଚଢ଼େଇକୁ ପାଇଗଲେ। ଚଢ଼େଇ, ଆମକୁ କ୍ଷମା କରିଦେ। ଆମେ ଭୁଲ ବୁଝି ତତେ ଚୋର କହିଥିଲୁ। ଏବେ ଜାଣିପାରିଲୁ ପ୍ରକୃତ ଚୋର ସେ ଦୁଇ କାଉ। ଆମେ ସେମାନଙ୍କୁ ଜଙ୍ଗଲରୁ ବାହାର କରିଦେଇଛୁ। ଚାଲ ଚଢ଼େଇ, ଆମ ସାଙ୍ଗରେ ନିଜ ଘରକୁ ଚାଲ। ଏଥିପାଇଁ କୁହନ୍ତି ଭଲରେ ବୁଝି ବିଚାରି କାମ କରିବା ଉଚିତ। ମୁଁ ତମମାନଙ୍କୁ କ୍ଷମା କରିଦେଇଛି। ମୁଁ ଆଉ ସେ ଜଙ୍ଗଲକୁ ଫେରିବିନି। ମୁଁ ଏଠି ବହୁତ ଭଲରେ ଅଛି। ତାପରେ ସବୁ ଚଢ଼େଇ ନିଜ ଜଙ୍ଗଲକୁ ଫେରିଗଲେ। ଚଢ଼େଇ ଯାଦୁର ବାଉଁଶ ସହ କଥା ହେଇ ଖୁସିରେ ନିଜ ଜୀବନ ବିତେଇଲା। ଦିଦି, ପୁଣି ବର୍ଷା ଆରମ୍ଭ ହେଇଗଲା। ମା କେମିତି ଆସିବେ? ସେପଟେ ଦେଖ ମୁନି, ମା ଆସିଲେଣି। ଚାଲ ବାହାରକୁ ଯିବା। ମା, ଆଜି ଆସୁ ଆସୁ ଏତେ ଡେରି କରିଦେଲ। ଆଉ ଏତେ ଗୁଡ଼ିଏ କଦଳୀ ଗଛ କାହିଁକି କାଟିକି ଆଣିଛ? ଏ ସବୁ କଦଳୀ ଗଛ ଆମ କାମରେ ଲାଗିବ। ଯେମିତି ବର୍ଷା ହେଉଛି, ଏ ବର୍ଷାରୁ କଦଳୀ ଗଛ ଆମକୁ ରକ୍ଷା କରିବ। କଦଳୀ ଗଛ ଆମକୁ କେମିତି ରକ୍ଷା କରିବ ମା? ଏସବୁ ତ କିଛି ବି କାମରେ ଲାଗିବନି। ସେମିତି କହନି ରେ ମା। କେତେବେଳେ କୋଉ ଜିନିଷ ଆମ କାମରେ ଆସିଯିବ ତା କହି ହେବନି। ରାତି ଅନେକ ହେଲାଣି, ଚାଲ କିଛି ଖାଇ ଶୋଇପଡ଼ିବା। ଏମିତି ସେମାନେ ଘର ଭିତରକୁ ଗଲେ। ସକାଳେ ବର୍ଷା ଛାଡ଼ିଗଲା। ମା କୁନି, ମୋ ହାତୁଡ଼ିଟା ଆଣିଦେଲୁ। ହାତୁଡ଼ିରେ କ'ଣ କରିବ ମା? ମୁଁ ଯୋଉ କଦଳୀ ଗଛ ସବୁ କାଟିଛି ସେଥିରେ ଏକ ଘର ତିଆରି କରିବି। ହେଲେ ମା, କଦଳୀ ଗଛରେ କ'ଣ ଘର ତିଆରି ସମ୍ଭବ? ଆରେ ମା, ଆମେ ଏକ ନିଚ ଜାଗାରେ ରହୁଛେ। ଯଦି 4-5 ଦିନ ଲଗାତାର ବର୍ଷା ହେବ, ଏ ଜାଗା ବନ୍ୟା ଜଳରେ ବୁଡ଼ିଯିବ। ସେତେବେଳେ ଆମେ ଏ କଦଳୀ ଘରେ ଆଶ୍ରୟ ନେଇପାରିବା। ସତରେ ମା? ବନ୍ୟା ଜଳ ମାଡ଼ି ଆସିଲେ ଆମେ ଏ କଦଳୀ ଘରେ ଆଶ୍ରୟ ନେଇପାରିବା? ତେବେ ଠିକ ଅଛି ମା, ମୁଁ ଏବେ ତୁମକୁ ହାତୁଡ଼ି ଆଣିଦେଉଛି। ତାପରେ କୁନି ତା ମାକୁ ହାତୁଡ଼ି ଆଣିଦେଲା। ମା ଚଢ଼େଇ କଦଳୀ ଘର ତିଆରି କରିବାରେ ଲାଗି ପଡ଼ିଲା। ଠିକ ସେହି ସମୟରେ ତା ପାଖ ପଡ଼ୋଶୀ କାଉ ସେଠାକୁ ଆସିଲା। କ'ଣ କିରେ ରିନୁ, ଏତେ ମନ ଧ୍ୟାନ ଦେଇ ତୁ କ'ଣ କାମ କରୁଛୁ? କାଉ ଭାଇ, ମୁଁ ଭବିଷ୍ୟତ ପାଇଁ କାମ କରୁଛି। ମୁଁ ଗୋଟେ କଦଳୀ ଘର ତିଆରି କରୁଛି। କ'ଣ କହିଲୁ? କଦଳୀ ଘର? ଏଇଟା ତାହେଲେ ତୋର ଭବିଷ୍ୟତ? ଆରେ ବୋକା, ବର୍ଷା ଦିନରେ କିଏ କଦଳୀ ଘର ତିଆରି କରେ? ଯଦି ପାରୁଛୁ କାଠରେ ଘର ତିଆରି କର, ବର୍ଷାରୁ ରକ୍ଷା ପାଇବୁ। କଦଳୀ ଘର କେହି ବି ତିଆରି କରନ୍ତିନି। ତୁ ସେ ବେକାର କାମ ଛାଡ଼ି କିଛି ଭଲ କାମ କର। ହସନି କାଉ ଭାଇ, ଏମିତି ବି ସମୟ ଆସିବ ତୁମେ ମତେ ସାହାଯ୍ୟ ମାଗିବ। ତୋ କଥା ଶୁଣି ମତେ ହସ ଲାଗୁଛି। ମୋର ଏତେ ଖରାପ ସମୟ ଆସିନି ଯେ ମୁଁ ତତେ ସାହାଯ୍ୟ ମାଗିବାକୁ ଯିବି। ତୁ ତୋର ବୋକାମି କାମ କରୁଥା, ମୁଁ ଚାଲିଲି। ଏମିତି କହି କାଉ ସେଠାରୁ ଚାଲିଗଲା। ମା ଚଢ଼େଇ ତା କଥାକୁ ଧ୍ୟାନ ନ ଦେଇ ନିଜ କାମରେ ଲାଗି ପଡ଼ିଲା। ଏମିତି ସେ ଦିନ ବିତିଗଲା। ସକାଳୁ ଶୀଘ୍ର ଉଠି ମା ଚଢ଼େଇ ପୁଣି ଥରେ ତା କଦଳୀ ଘର ତିଆରି କରିବାରେ ଲାଗିଗଲା। ସେପଟେ ଦୁଇ ଭଉଣୀ କୁନି ଆଉ ମୁନି ନଦୀ କୂଳକୁ ଯାଇଥିଲେ। ସେତେବେଳେ କାଉ ଆଉ ତାର ଝିଅ ସହ ତାଙ୍କର ଦେଖା ହେଲା। ଆରେ କୁନି ମୁନି, ସକାଳୁ ସକାଳୁ ତମେ ଦୁଇ ଜଣ ନଦୀ କୂଳକୁ ଆସିଛ? କାଉ ଆଣ୍ଟି, ନଦୀ କୂଳରେ ଅନେକ ଫଳ ଗଛ ଅଛି। ଆମେ ସେ ଫଳ ଖାଇବା ପାଇଁ ଏଠାକୁ ଚାଲି ଆସିଲୁ। ସବୁଦିନ ତ ତମ ମା ଫଳ ନେବାକୁ ଆସେ, ହେଲେ ଆଜି ତମେ ଦୁଇ ଭଉଣୀ ଫଳ ନେବାକୁ ଆସିଛ। ଓ, ବୁଝିଗଲି, ତମ ମା ତ ସେ କଦଳୀ ଘର ତିଆରି କରିବାରେ ବ୍ୟସ୍ତ ଥିବ ନା? ସତରେ ତମ ଦୁଇ ଜଣଙ୍କ ମା ବହୁତ ବଡ଼ ବୋକି। ବେକାର କାମରେ ନିଜ ସମୟ ନଷ୍ଟ କରୁଛି। ଏମିତିକି ସେ ତାର ଦୁଇ ଛୁଆଙ୍କୁ ବି ଖାଇବା ଦେବା ବି ଭୁଲି ଯାଇଛି। ଜଙ୍ଗଲରେ ସମସ୍ତେ ତମ ମା ଉପରେ ହସୁଛନ୍ତି। କାଉ ଆଣ୍ଟି, ଆମ ମା ବିରୁଦ୍ଧରେ କିଛି ବି କୁହନ୍ତୁନି। ଆମ ମା କଦଳୀ ଘର ତିଆରି କରି ଏମିତି କ'ଣ ଭୁଲ କରିଦେଲେ ଯେ ସମସ୍ତେ ତାଙ୍କ ଉପରେ ହସୁଛନ୍ତି। ଆମ ମା ବେକାରୀ କିଛି କାମ କରନ୍ତିନି। ଯାହା ବି କରନ୍ତି କିଛି ନା କିଛି ଭଲ ପାଇଁ କରନ୍ତି। ତମ ମା ହସିବା ଭଳି କାମ କରୁଛି ବୋଲି ସମସ୍ତେ ତା ଉପରେ ହସୁଛନ୍ତି। ତମ ଦୁଇ ଜଣଙ୍କୁ ବୁଝି କିଛି ଲାଭ ନାହିଁ। ମୋର ବହୁତ କାମ ଅଛି। ଚାଲ ରେ ମା, ଘରକୁ ଯିବା। ଏମିତି କହି କାଉର ସ୍ତ୍ରୀ ସେଠାରୁ ଚାଲିଗଲା।
ତାର କଥା ଶୁଣି କୁନି ଆଉ ମୁନି ମନ ଦୁଃଖରେ ଘରକୁ ଫେରି ଆସିଲେ। ଆରେ ମୋ ଦୁଇ ଝିଅଙ୍କର କଣ ହେଲା? ଏମିତି ମନ ଦୁଃଖରେ ଘରକୁ ଫେରି ଆସିଲ ଯେ? ମା ମା ତୁମେ କଦଳୀ ଘର କରୁଛ ବୋଲି ସମସ୍ତେ ତମ ଉପରେ ହସୁଛନ୍ତି। ଆମକୁ ସେସବୁ ଶୁଣିବାକୁ ଆଉ ଭଲ ଲାଗିଲାନି, ସେଥିପାଇଁ ଘରକୁ ଚାଲି ଆସିଲୁ। ତମେ ଦୁଇ ଜଣ କାହା କଥାକୁ ବି କାନ ଦିଅନି। ଅନ୍ୟମାନଙ୍କ କାମ ହେଲେ କହିବା। ଯିଏ ବି କିଛି ଭଲ କାମ କରେ ତା ପଛରେ ଅନେକ ଜଣ ଅନେକ କଥା କୁହନ୍ତି। କାହା କଥାକୁ ବି ଧ୍ୟାନ ନ ଦେଇ ନିଜ କାମ କରିବା ଉଚିତ। ଆଚ୍ଛା ମା, ଏଇ କଦଳୀ ଘର ତିଆରି କରିବା ତୁମେ କୋଉଠୁ ଶିଖିଲ? ମାରେ, ମୁଁ ଯେବେ ଛୋଟ ଥିଲି ବନ୍ୟା ଆସିଲେ ମୋ ମା କଦଳୀ ଗଛରେ ଭେଳା ତିଆରି କରି ଏ ଜାଗାରୁ ସେ ଜାଗାକୁ ଯାଉଥିଲେ। ମୁଁ ମୋ ମା ପାଖରୁ ହିଁ ଏ କାମ ଶିଖିଛି। ହେଲେ ମା, ଏଇଟା ତ ଭେଳା ନୁହଁ, ଏଇଟା ଗୋଟେ କଦଳୀ ଘର। ହଁ ରେ ମା, ମୁଁ ଘର ତିଆରି କରୁଛି। ଏବେ ସମୟ ବଦଳି ଗଲାଣି। ଏବେ କଣ ଆଉ ବର୍ଷା ସମୟରେ ଭେଳାରେ ରହିହେବ? ସେଥିପାଇଁ ତ ମୁଁ କଦଳୀ ଘର ତିଆରି କରୁଛି। ଯେତେ ବର୍ଷା ହେଲେ ବି ଆମେ ଏଇ କଦଳୀ ଘରେ ସୁରକ୍ଷିତ ରହିପାରିବା। ଏମିତି କହି ମା ଚଢ଼େଇ ତା କାମରେ ଲାଗିଗଲା। ହଠାତ୍ ବର୍ଷା ଆରମ୍ଭ ହେଇଗଲା। ତଥାପି ମା ଚଢ଼େଇ ତା କାମ ବନ୍ଦ କଲା ନାହିଁ। ସେ ଏକ ଛତା ଧରି ତା କାମ କରୁଥିଲା। ଏହିପରି 4 ରୁ 5 ଦିନ ବିତିଗଲା। ଲଗାତାର ବର୍ଷା ହେବା ଯୋଗୁଁ ଚାରିଆଡେ ପାଣି ଭର୍ତ୍ତି ହେଇଗଲା। ମା ମା, ଘରେ ତ ପାଣି ପଶିଗଲା, ଏବେ କଣ ହେବ? ଆରେ ମା, ଚିନ୍ତା କରନି, ଆମ କଦଳୀ ଘର ଅଛି ନା। ନିଜର କିଛି ଜରୁରୀ ଜିନିଷ ପତ୍ର ଧରି ଚାଲ ଶୀଘ୍ର କଦଳୀ ଘରକୁ ଯିବା। ତାପରେ ସେ 3 ମା ଛୁଆ ନିଜ କଦଳୀ ଘରକୁ ଗଲେ। ସେପଟେ ଜଙ୍ଗଲରେ ସମସ୍ତଙ୍କ ଘରେ ପାଣି ପଶିଗଲା। କିଛି ଚଢ଼େଇ ତ ଜଙ୍ଗଲ ଛାଡି ଚାଲିଗଲେ। ଆରେ ଦେଖ ନା, ଘର ସାରା ପାଣି ଭର୍ତ୍ତି ହେଇଯାଇଛି। ଏତେ ପାଣିରେ ରହିବା ସମ୍ଭବ ନୁହଁ। ଚାଲ ସମସ୍ତଙ୍କ ପରି ଆମେ ପାଖ ଜଙ୍ଗଲକୁ ଚାଲିଯିବା। ଆରେ, ପାଖ ଜଙ୍ଗଲର ଅବସ୍ଥା ଭଲ ଥିବ ବୋଲି ତୁ କେମିତି ଜାଣିଲୁ? ବର୍ଷା ତ ଚାରିଆଡେ ହେଉଛି। ଯଦି ସେଠି ବି ସମସ୍ତେ ଏମିତି ବନ୍ୟଜଳ ପାଇଁ କଷ୍ଟ ପାଉଥିବେ, ସେତେବେଳେ କୋଉଠିକି ଯିବା? ଆମେ ଆମ ଘର ଛାଡି କୁଆଡେ ବି ଯିବାନି। ମୁଁ ଯାଇ ଦେଖେ ମୁଁ କଣ କରିପାରିବି। ଏମିତି କହି କାଉ ବାହାରକୁ ଗଲା। ସେ ଅନେକ ଖୋଜିଲା ପରେ ବି ଆଶ୍ରୟ ପାଇଁ ଭଲ ଜାଗା ପାଇଲାନି। ଶେଷରେ ସେ ନିରାଶ ହେଇ ଘରକୁ ଫେରି ଆସିଲା। ସେଦିନ ସନ୍ଧ୍ୟା ହେଉ ହେଉ ହିଁ ପାଣି ଏତେ ବଢିଗଲା ଯେ ସମସ୍ତଙ୍କ ଘର ପାଣିରେ ବୁଡିଗଲା। ମୁଁ ତୁମକୁ କହୁଥିଲି ନା ପାଖ ଜଙ୍ଗଲକୁ ଯିବା, ହେଲେ ତୁମେ ମୋ କଥା ଶୁଣିଲନି। ଏବେ ଆମେ ଏତେ ବର୍ଷାରେ କୋଉଠିକି ଯିବା? ସେମାନେ ଏପରି କଥା ହେବା ସମୟରେ ହିଁ ଚଢ଼େଇର କଦଳୀ ଘର ଭାସି ଭାସି ତାଙ୍କ ପାଖକୁ ଆସିଲା। କାଉ ଭାଇ, କାଉ ଭଉଣୀ, ଶୀଘ୍ର ମୋ କଦଳୀ ଘର ଭିତରକୁ ଚାଲି ଆସ। ଆଉ ଥରେ କେତେବେଳେ ବି ବର୍ଷା ଆସିପାରେ। ବାହାରେ ରହିବା ଠିକ ନୁହଁ। ମୋ ଘର ଭିତରକୁ ଚାଲି ଆସ। ଚଢ଼େଇର କଥା ଶୁଣି କାଉ ତାର ପରିବାରକୁ ନେଇ କଦଳୀ ଘର ଭିତରକୁ ଗଲା। ଭିତରର ଦୃଶ୍ୟ ଦେଖି ତ ସେ ଆଶ୍ଚର୍ଯ୍ୟ ହେଇଗଲା, ଆଉ ନିଜ ଭୁଲ ବୁଝିପାରିଲା। ଚଢ଼େଇ, ସେଦିନ ମୁଁ ତୋ କଦଳୀ ଘରର ବହୁତ ମଜା ଉଡିଥିଲି। ତୋର ବି ବହୁତ ଅପମାନ କରିଥିଲି। ମତେ ତୁ କ୍ଷମା କରିଦେ ଚଢ଼େଇ। ଆଜି ତୋର ଏଇ କଦଳୀ ଘର ପାଇଁ ଆମେ ଆଶ୍ରୟ ପାଇଲୁ। ଆରେ ଚଢ଼େଇ, ତୁ ମତେ ବି କ୍ଷମା କରିଦେ। ମୁଁ ବି ତୋର ବହୁତ ମଜା ଉଡେଇଥିଲି। ସତରେ ଚଢ଼େଇ, ତୁ ବହୁତ ଭଲ ଘରଟିଏ ତିଆରି କରିଛୁ। ଏଇ ଘର କେବଳ ମୁଁ ନିଜ ପାଇଁ ତିଆରି କରିନି, ସମସ୍ତଙ୍କ ପାଇଁ ତିଆରି କରିଛି। ଏ ବନ୍ୟା ଜଳରେ ଅନେକ ଚଢ଼େଇଙ୍କ ଘର ପାଣିରେ ବୁଡି ଯାଇଛି। ଚାଲ ଖାଉ ଭାଇ, ସେମାନଙ୍କୁ ପାଣିରୁ ବାହାର କରି ଏ କଦଳୀ ଘରେ ଆଶ୍ରୟ ଦେବା। ମୁଁ ଏ କଦଳୀ ଘରେ କିଛି ଖାଇବା ଜମା କରି ରଖିଛି। ବର୍ଷା ଛାଡିବା ଯାଏ ଆମେ ଏ ଘରେ ଆଶ୍ରୟ ନେଇପାରିବା। କାଉ ବି ଚଢ଼େଇ କଥାରେ ରାଜି ହେଲା। ତାପରେ ସେମାନେ ଅନ୍ୟ ଚଢ଼େଇ ମାନଙ୍କ ପାଖକୁ ଯାଇ ତାଙ୍କୁ ପାଣିରୁ ବାହାର କରି ସେ ଭାସୁଥିବା କଦଳୀ ଘରେ ଆଶ୍ରୟ ଦେଉଥିଲେ। ଏମିତି ସବୁ ଚଢ଼େଇ ବର୍ଷା ଛାଡିବା ଯାଏଁ ସେ କଦଳୀ ଘରେ ରହିଲେ।